କୁନି କୁନି ପିଲାମାନେ କ'ଣ କରୁଛ? ଗପ ଶୁଣିବା ଟାଇମ୍ ହେଲାଣି। ହଉ ତାହେଲେ ଆଜିର ଗପ ଆରମ୍ଭ କରିବା। ଥରେ କ'ଣ ହେଇଛି ନା, ଗୋଟେ ରାଜ୍ୟରେ ଗୋଟେ ନଦୀଟିଏ ଥିଲା, ବଡ଼ ନଦୀଟିଏ। ନଦୀ କୂଳରେ ବିଭିନ୍ନ ପ୍ରକାର ଗଛ ସବୁ ଥିଲା। ସେଇ ଗଛ ମଧ୍ୟରୁ ଗୋଟେ ଜାଗାରେ ଗୋଟେ ବଡ଼ ବର ଗଛଟିଏ ଥିଲା। ବହୁତ ଦିନର ପୁରୁଣା ଗଛଟି, ତେଣୁ ବହୁତ ବଡ଼ ବି ଥିଲା। ସେ ଗଛରେ ବିଭିନ୍ନ ପ୍ରକାର ପକ୍ଷୀ ସବୁ ରହୁଥିଲେ, ବସା କରିକି ରହୁଥିଲେ। କାଉ, କୋଇଲି, କଜଳପାତି ବିଭିନ୍ନ ପକ୍ଷୀ ସବୁ ରହୁଥିଲେ। ଯେହେତୁ ଡାଳ ଶାଖା ପ୍ରଶାଖା ବଡ଼ ମେଲେଇକି ବହୁତ ଏରିଆ ଥିଲା, ତେଣୁ ପକ୍ଷୀମାନେ ନିର୍ଭୟରେ ରହୁଥିଲେ। ଯେହେତୁ ଆମର ପୁରୁଣା ଲୋକମାନେ ସବୁ ବରଗଛକୁ ବିଷ୍ଣୁଙ୍କର ଅବତାର ମାନୁଥିଲେ, ତେଣୁ କେହି ଗଛ ବି କାଟୁନଥିଲେ, ସବୁ ପକ୍ଷୀ ଆରାମରେ ଥିଲେ। ହେଲେ କ'ଣ ହେଇଛି ନା, ସେ ବରଗଛରେ ଗୋଟେ ବଡ଼ ବୁଢ଼ା ଶାଗୁଣା ରହୁଥିଲା। ଶାଗୁଣାଟି ଅତି ବୟସ୍କ ହୋଇଯାଇଥିଲା। ତାର ବୟସ ହେତୁ ତାକୁ ଭଲ ଦେଖା ବି ଯାଉନଥିଲା। ତେଣୁ ସେ ତାର ଖାଦ୍ୟ ବି ସଂଗ୍ରହ କରିପାରୁନଥିଲା। ଗୋଟିଏ ଡାଳରେ ସେ ବସିକି ରହୁଥିଲା ସବୁବେଳେ। ତ ଅଲଗା ପକ୍ଷୀମାନେ ସବୁ କଥା ହେଲେ ଯେ, ଶାଗୁଣାଟି ତ ବୟସ ହୋଇଗଲାଣି, ସେ ତ ଆଉ ଚଳିପାରୁନି, ଆମେ କିଛି କିଛି ଖାଦ୍ୟ ତାକୁ ଦେଉଥିବା। ତ ବିଭିନ୍ନ ପକ୍ଷୀ ସବୁ କିଛି କିଛି ଖାଦ୍ୟ ସଂଗ୍ରହ କରି କେଉଁଠୁ କ'ଣ ଆଣି ତାକୁ ସବୁ ଦିଅନ୍ତି। ସିଏ ଖାଇଦିଏ, ସବୁ ଖାଇଦେଇକି ବସେ। ତ ଖାଲିରେ କାହିଁ ବସିବ ନା, ଅଲଗା ପକ୍ଷୀମାନଙ୍କର ସବୁ ଛୋଟ ଛୋଟ ଛୁଆମାନଙ୍କୁ ସେ ଜଗିଥାଏ। ଯଦି କେଉଁ ଶିକାରୀ କିମ୍ବା ବିଲୁଆ କିମ୍ବା ସାପ ଏସବୁ ଆସନ୍ତି ପକ୍ଷୀ ଛୁଆମାନଙ୍କୁ ଆକ୍ରମଣ କରିବାକୁ, ବୁଢ଼ା ଶାଗୁଣା ଟିକେ ଡେଣା ହଲେଇ ଥଣ୍ଟ ଫଣ୍ଟ ଟେକାଟେକି କଲେ ସେମାନେ ଭାବନ୍ତି ଏଡ଼େ ବଡ଼ ଶାଗୁଣାଟା ମାରିଦେବ ଭାବିକି ତା ପାଖକୁ ଯାଆନ୍ତିନି। ଫଳରେ ପକ୍ଷୀମାନେ ବି ଖୁସ୍ ଯେ ଆମ ଛୁଆମାନେ ଶାନ୍ତିରେ ଅଛନ୍ତି। ଶାଗୁଣାକୁ ବି ଯେହେତୁ ଖାଦ୍ୟଟିଏ ବସି ବସି ମିଳିଯାଉଛି, ସିଏ ବି ଆରାମରେ ଥାଏ। ଏମିତି କିଛି ଦିନ ଗଲା ପରେ ଥରେ କ'ଣ ହେଇଛି ନା, ଗୋଟେ ବୁଢ଼ା ବିଲେଇ, କାଳିଆ ବିଲେଇଟେ ସେ ଗଛକୁ ଦେଖିଲା ଏଥିରେ ବହୁତ ପକ୍ଷୀ ବସା କରିଛନ୍ତି। ପକ୍ଷୀମାନେ ଯଦି ବସା କରିଛନ୍ତି, ନିଶ୍ଚୟ ସେଠି ପକ୍ଷୀ ଅଣ୍ଡା ସବୁ ଦେଉଥିବେ, ଛୋଟ ଛୋଟ ପକ୍ଷୀ ଥିବେ, ଖାଇବାକୁ ସୁବିଧା ହେବ କହିକି ସିଏ ଆସିଲା ସେ ଗଛ ପାଖକୁ। ଧୀରେ ଧୀରେ ଆସି ଗଛ ଉପରେ ଚଢ଼ିବାକୁ ଚେଷ୍ଟା କଲାବେଳେ ଦେଖିଲା ଯେ ଏଡ଼େ ବଡ଼ ଶାଗୁଣାଟେ ସେ ଉପରେ ବସିଛି। ଇଏ ଡରିଗଲା, କାରଣ ଶାଗୁଣା ବିଲେଇକି ଦେଖିବ ମାନେ ଝାମ୍ପି ଦେବ। ତେଣୁ ଇଏ ମନେ ମନେ ଚିନ୍ତା କଲା ଯେ କିଛି ଗୋଟେ ପ୍ଲାନ୍ କରିବାକୁ ପଡ଼ିବ। ଇଏ କ'ଣ କଲା ନା, ଗଛ ତଳେ ରହି ବଡ଼ ପାଟିରେ ମିଆଁ ମିଆଁ ହେଇକି ସେ ଶାଗୁଣାକୁ ଡାକିଲା। ଶାଗୁଣାକୁ ଡାକିକି ଶାଗୁଣା କହିଲା, କିଏରେ ଆସିଛ, କ'ଣ କହୁଛ? ନା, ମୁଁ ବିଲେଇ ଆସିଛି, ଆଉ ମୁଁ ଶୁଣିଲି ତମେ ଏଠି ବହୁତ ଜ୍ଞାନ ସବୁ ଜାଣିଛ, ବହୁତ ପୁରୁଣା ପକ୍ଷୀ ତୁମେ, ମୋତେ ଟିକେ ଭଲ ଭଲ ଧର୍ମ କଥା ଟିକେ କୁହ, ମୁଁ ଟିକେ ଶୁଣିବି, ମୋ କର୍ଣ୍ଣ ଟିକେ ପବିତ୍ର ହେବ, କାନ ଟିକେ ପବିତ୍ର ହେବ ବୋଲି କହିଲା। ହେଲେ ଶାଗୁଣା ତ ବୟସ୍କ ଲୋକ, ମାନେ ସିଏ ସବୁ ବିଭିନ୍ନ ପ୍ରକାର ପଶୁ ପକ୍ଷୀ ଦେଖି ଦେଖି ଆସିଛି। ସିଏ କହିଲା, ନା ନା, ଏଠିକି ବାହାର ଜୀବଜନ୍ତୁକୁ ମୁଁ ଆସିବାକୁ ଅନୁମତି ଦେଇପାରିବିନି। ଛୋଟ ଛୋଟ ପକ୍ଷୀ ଛୁଆମାନେ ସବୁ ଅଛନ୍ତି, ତୁ ବିଲେଇଟା ମାରିକି ସେମାନଙ୍କୁ ଖାଇଦେବୁ, ତତେ ଏଠିକି ଆସିବାକୁ ମନା। କହିଲେ ବିଲେଇ କ'ଣ କଲା ନା, ଆଖି ବନ୍ଦ କରିକି କହିଲା, ରାମ 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 ନାମ ଜପ କରିକି କହିଲା, ମୁଁ କେବେଠୁ ଆମିଷ ଛାଡ଼ି ଦେଇଛି, ମୁଁ ଗଙ୍ଗା ନଦୀରେ ସ୍ନାନ କରିକି ଆସିଛି, ଆଉ ରାମ ନାମ ଜପିକି ଶେଷ ସମୟଟା ମୁଁ ବିତେଇବାକୁ ଚାହୁଁଛି, ମୁଁ ଭୁଲରେ ହେଲେ ଆମିଷ ଖାଇବିନି, ତମେ ଟିକେ ଦୟା କର, କେଉଁ ଦୂରରେ ଯାଇକି ଆଉ ରହିବି, ଏଇ ପାଖରେ ମୁଁ ରହିବି, ତମ ଗଛ ପାଖରେ ରହିବି। ଏମିତି ବହୁତ ପ୍ରକାର ତାକୁ ବୁଝେଇଲା। ଏସବୁ ଆଉ କହିଲା, ବହୁତ ପ୍ରଶଂସା କରିକି ବି କହିଲା ଶାଗୁଣାକୁ, ତମେ ତ ବହୁତ ବୟସ୍କ, ତମେ ଦୟା ନ କଲେ ମୁଁ କେମିତି କରିବି, ତମେ ବହୁତ ଭଲ, ଏମିତି ସବୁ କହିଲେ ଶାଗୁଣା ନିଜର ପ୍ରଶଂସା ଶୁଣିକି ଟିକେ ଭଳିଗଲା ମାନେ ଟିକେ ଦୟା ପାଇଲା। ମନେ ମନେ ଟିକେ ଖୁସି ହେଲା, ଭାବିଲା ହଁ ବିଲେଇ ବି ତ ବୁଢ଼ା ହେଲାଣି, କୁଆଡ଼େ ଆଉ ଯିବ। ସେଠୁ କହିଲା, ହଉ ଠିକ୍ ଅଛି, ଆସିକି ରହ, କିନ୍ତୁ ସେ ପକ୍ଷୀମାନଙ୍କର ବସା ଆଡ଼କୁ ଯେମିତି ଯିବୁନି। କହିଲେ ବିଲେଇ ତ ଏଇ ସୁଯୋଗ ଖୋଜୁଥିଲା,
ବିଲେଇ କହିଲା ନା ନା ମୁଁ କାହିଁକି ଯିବି ସେପଟେ, ମୁଁ ମୋର ରାମ ନାମ ଜପ କରିବି, ତମ ଆଶ୍ରାରେ ରହିବି କହିକି ସେଇ ଗଛରେ ଯାଇକି ରହିଲେ। ଶାଗୁଣା ଏକ ତ ବୁଢା ହେଇଗଲାଣି, ତାକୁ ଠିକରେ ଦେଖାଯାଉନି। 2-4 ଦିନ ବିଲେଇ ଯେତେବେଳେ ରହିଲା ପରେ ସେ ଆସ୍ତେ ଆସ୍ତେ ଜାଣିଦେଲା ଯେ ଶାଗୁଣାକୁ ବିଶେଷ କିଛି ଦେଖାଯାଉନି। ତ ସେ କ'ଣ କଲା ନା ଧୀରେ ଧୀରେ ଗୋଟେ ଗୋଟେ ପକ୍ଷୀ ସବୁ ଛୋଟ ଛୋଟ ଛୁଆ ପକ୍ଷୀଙ୍କୁ ମାରିକି ଖାଇଲା। ଖାଇକି କ'ଣ କରିବ ନା ଆଣିକି ସେଇ ବୁଢା ଶାଗୁଣା ପଛପଟେ ବସିକି ଖାଇବ। ତାର ପକ୍ଷୀମାନଙ୍କର ହାଡ଼ ଗୋଡ଼ ଥଣ୍ଟ ନଖ ସବୁ ପଡ଼ିଥିବ ସେଠି। ଏମିତି ଗୁଡ଼ାଏ 2-4 ଦିନ ଭିତରେ ସେ ଗୁଡ଼ାଏ ପକ୍ଷୀ ଖାଇଦେଲେ। ଯେଉଁ ପକ୍ଷୀ ଶାବକ ମାନଙ୍କୁ ଖାଇଲା ତା ମାଆ ମାନେ ଆସିକି ସବୁ ଖୋଜିଲେ। 2 ଦିନ 3 ଦିନ 4 ଦିନ ଖୋଜାଖୋଜି କଲା ପରେ ଯେତେବେଳେ ବହୁତ ପକ୍ଷୀଙ୍କର ଶାବକ ମାନେ ମିଳିଲେନି, ସେମାନେ କଥା ହେଲେ ଯେ ନା ଆଜି ଖାଇବାକୁ ନ ଯାଇକି, ଖାଦ୍ୟ ଅନୁସାରେ ନ ଯାଇକି ଦିନ ସାରା ଖୋଜିଲେ। ଏହି ଖବର ବିଲେଇ ଶୁଣିଦେଲା। ବିଲେଇ ଜାଣିଲା ଯେ ଏଥର ଆଉ ମୋର ରକ୍ଷା ନାହିଁ, ଏମାନେ ସବୁ ଖୋଜିବେ ଆଜି, ମାନେ ମୋତେ ମାରିଦେବେ। କାରଣ ଦିନ ସାରା ସେମାନେ ପଦାକୁ ପଳାନ୍ତି, ସନ୍ଧ୍ୟା ହେଲା ପରେ ଯେହେତୁ ଆସନ୍ତି ବସାକୁ, ଆଉ ସେମାନଙ୍କୁ ଖୋଜିବାକୁ ଟାଇମ୍ ମିଳେନି। ତ ତା ପରଦିନ ସକାଳୁ ଯେମିତି ସେମାନେ ଖୋଜିବା ଆରମ୍ଭ କରିଛନ୍ତି, ବିଲେଇ ତାର ନିଜ ରାସ୍ତାରେ ନିଜେ ପଳେଇଛି। ପକ୍ଷୀମାନେ ସବୁ ଖୋଜାଖୋଜି ଚାରିଆଡ଼େ ଖୋଜି ଯାଇକି ଦେଖିଲେ ଯେ ଶାଗୁଣାର ପାଖରେ ସବୁ ହାଡ଼ ଗୋଡ଼ ସବୁ ପଡ଼ିଛି, ଥଣ୍ଟ କୁନି ଡେଣା ସବୁ ପଡ଼ିଛି। ସେମାନେ ଭାବିଲେ ଯେ ଏଇ ଶାଗୁଣା ବୁଢ଼ା, ତତେ ଆମେ ଏତେ ଖାଇବାକୁ ଦଉଛୁ କରୁଛୁ, ତୁ ଆମ ଛୁଆମାନଙ୍କୁ ମାରିଲୁ। କ'ଣ କଲେ, ସାଙ୍ଗେ ସାଙ୍ଗେ ସବୁ ପକ୍ଷୀ ମିଶିକି ଶାଗୁଣାକୁ ଖୁମ୍ପି କ୍ଷତାକ୍ତ କରିଦେଲେ। ଶାଗୁଣା ସେଇ ସମୟରେ ବସିକି ଭାବିଲା ଯେ ଆରେ କେବେ ହେଲେ ମୁଁ ଏ ଯେଉଁ ଅଜ୍ଞାତ ମାନେ ନ ଜାଣିଥିବା ଜନ୍ତୁକୁ ପାଖରେ ବିଶ୍ୱାସ ରଖିବାଟା ମୋର ଉଚିତ ନୁହଁ। କିନ୍ତୁ ସେତେବେଳକୁ ବା ଆଉ କ'ଣ ହେବ, ସବୁ ପକ୍ଷୀ ତ ତାକୁ ଖୁମ୍ପିକି ମାରି ସାରିଲେଣି। ତେଣୁ କୁହାଯାଇଛି ପିଲାମାନେ, ଯଦି କାହାକୁ ଚିହ୍ନିନ, ଅଜ୍ଞାତ ଲୋକ ମାନେ ଯାହାକୁ ଆମେ ଚିହ୍ନିନେ, ଯାହା ବିଷୟରେ କିଛି ଜାଣିନେ, ତାକୁ କଦାପି ନିଜ ପାଖରେ ରଖିବା ଉଚିତ ନୁହଁ, ଆଶ୍ରୟ ଦେବା ଉଚିତ ନୁହଁ। ତାକୁ ଯଦି ଦୟା କରିବ ବି ଟିକେ ଦୂରରେ ରଖିବ, ନିରାପଦ ଦୂରତ୍ୱରେ ରଖିବ, ଯେମିତି ସିଏ ତମ ଉପରକୁ ଆଗକୁ ବିପଦ ନ କରିପାରେ। ବୁଝିଲ ତ ପିଲାମାନେ? ତାହେଲେ ଆଜି ପାଇଁ ଏତିକି, ଶୋଇପଡ଼ିବା। ବାଏ।